ମୃଦୁସ୍ୱରେ କି ମଧୁରେ ଡାକନ୍ତି ଯୀଶୁ ବନ୍ଧୁ ସୁନାବାରେ ପ୍ରେମ ଭରି ପ୍ରଶ୍ରୟରେ ଅଛନ୍ତି ଯୀଶୁ ତୁମ ପ୍ରତୀକ୍ଷାରେ ବାସି ତାଙ୍କ ଆଶ୍ୱାସ ତ୍ୱର କ୍ଷମା ଶାନ୍ତି ପ୍ରଚୁର କ୍ଷମା ଶାନ୍ତି ପ୍ରଚୁର। প্রিয় শ্রোতা বন্ধু প্রভু যীশুখ্ରୀଷ୍ଟଙ୍କ ପ୍ରେମମୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଯୌନ ଲିଖିତ ସୁସମାଚାର ଏକ ଅଧ୍ୟାୟର 29 ପଦରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଯୌନ ଏକ ପ୍ରମୁଖ ସାକ୍ଷ୍ୟ ଦେଇ ଲେଖନ୍ତି, ତହିଁ ଆର ଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ, ଯେ ଜଗତର ପାପ ବହି ନେଇଯାଆନ୍ତି। ଏହା ବାପ୍ତିଜକ ଯୌନଙ୍କର ସାକ୍ଷ୍ୟ, ଯାହା ଯୌନ ଲେଖନ୍ତି। ବାପ୍ତିଜକ ଯୌନ ଈଶ୍ୱରଙ୍କ ପ୍ରେରିତ ବ୍ୟକ୍ତି ରୂପେ ବା ଜଣେ ଭବିଷ୍ୟତ ବକ୍ତା ରୂପେ ଇସ୍ରାଏଲୀୟମାନଙ୍କ ମଧ୍ୟରେ ଉପସ୍ଥିତ ହେଲେ। ସେ ଯୀଶୁଙ୍କୁ ତାହାଙ୍କ ଆଡ଼କୁ ଯାଉଥିବା ଦେଖି ଏହି ସାକ୍ଷ୍ୟ ଦେଲେ, ଏହି ଦେଖ ଈଶ୍ୱରଙ୍କର ମେଷ ଶାବକ, ଯିଏ ଜଗତର ପାପ ବହି ନେଇଯାଆନ୍ତି। ବାପ୍ତିଜକ ଯୌନ ତାହାଙ୍କୁ ଚିହ୍ନି ନଥିଲେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଈଶ୍ୱରଙ୍କର ପୁତ୍ର, ପୁଣି ଈଶ୍ୱରଙ୍କର ମନୋନୀତ ବ୍ୟକ୍ତି ତଥା ଜଗତର ଲୋକମାନଙ୍କୁ ଈଶ୍ୱରଙ୍କ ନିକଟକୁ ନେବା ବ୍ୟକ୍ତି ତଥା ଜଗତର ପାପ ବହନକାରୀ ବ୍ୟକ୍ତି। ମାତ୍ର ଈଶ୍ୱର ଏହି ବିଷୟ ତାଙ୍କଠାରେ ପ୍ରକାଶ କଲେ। ବାପ୍ତିଜକ ଯୌନ ଏହିପରି କହନ୍ତି, ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନଥିଲି, କିନ୍ତୁ ସେ ଯେପରି ଇସ୍ରାଏଲ ନିକଟରେ ପ୍ରକାଶିତ ହୁଅନ୍ତି, ଏଥିସକାଶେ ମୁଁ ଜଳରେ ବାପ୍ତିସ୍ମ ଦେବାକୁ ଆସିଅଛି। ଆଉ ଯୌନ ସାକ୍ଷ୍ୟ ଦେଇ କହିଲେ, ମୁଁ ଆତ୍ମାଙ୍କୁ କପୋତ ପରି ଆକାଶରୁ ଅବତରଣ କରିବା ଦେଖିଅଛି। ଆଉ ସେ ତାହାଙ୍କ ଉପରେ ଅବସ୍ଥାନ କଲେ। ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନଥିଲି, ମାତ୍ର ଯିଏ ମୋତେ ଜଳରେ ବାପ୍ତିସ୍ମ ଦେବାକୁ ପଠାଇଲେ, ସିଏ ମୋତେ କହିଲେ, ଯାହାଙ୍କ ଉପରେ ଆତ୍ମାଙ୍କୁ ଅବତରଣ ଓ ଅବସ୍ଥାନ କରିବା ଦେଖିବ, ଯେ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦିଅନ୍ତି, ସେ ସେହି ବ୍ୟକ୍ତି। ଆଉ ମୁଁ ତାହା ଦେଖିଅଛି ଓ ସେ ଈଶ୍ୱରଙ୍କର ପୁତ୍ର ବୋଲି ସାକ୍ଷ୍ୟ ଦେଇଅଛି। ବାପ୍ତିଜକ ଯୌନ ଏହି ସାକ୍ଷ୍ୟ ଦିଅନ୍ତି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ଈଶ୍ୱରଙ୍କର ପୁତ୍ର ତଥା ସେ ଜଗତର ପାପ ହରଣକାରୀ। ତେବେ ଏହି ଜଗତର ପାପ ହରଣକାରୀ ଈଶ୍ୱରଙ୍କ ପୁତ୍ରଙ୍କୁ ଚିହ୍ନିବାରେ ଈଶ୍ୱର ଆପଣଙ୍କୁ ମଧ୍ୟ ସାହାଯ୍ୟ କରନ୍ତୁ।